କୋରାପୁଟରେ ହିନ୍ଦୁ ସନ୍ଥଙ୍କ ଜାଗରଣ। ଗଡ଼ ଜିଲ୍ଲା କୋରାପୁଟ। ପବିତ୍ର ଭାରତବର୍ଷର ପବିତ୍ରତା ଏବେ ନଷ୍ଟ ହେବାକୁ ବସିଲାଣି। ସାରା ଭାରତବର୍ଷରେ ହିଂସା ଅହଙ୍କାର ନିଆଁ ହୁ ହୁ ହୋଇ ଜଳି ଚାଲିଛି। ମଣିଷ ଏକ ସର୍ବଶ୍ରେଷ୍ଠ ଜାତି। ଅନେକ ଧର୍ମକୁ ବିଶ୍ୱାସ କରି ଆଜି ମଣିଷ ସମାଜର ଅଗ୍ରଗତି ହୋଇ ଚାଲିଛି। କିନ୍ତୁ ସେହି ଜାତି ଧର୍ମକୁ ନେଇ ଆଜି ସାରା ପୃଥିବୀରେ ଜଳୁଛି ପ୍ରତିହିଂସାର ନିଆଁ। ଠାଏ ଠାଏ ଗଣ୍ଡଗୋଳ, ଠାଏ ଠାଏ ହତ୍ୟା ଆଉ ନିର୍ଦ୍ଦୟତାର ଅପରାଧ। ଜାତି ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ମଣିଷ ସମାଜ। ମଣିଷ ମଣିଷ ମଧ୍ୟରେ ଆଜି ବିଭେଦର କାୟା ବିସ୍ତାର କରିଦେଇଛି ଜାତି ଧର୍ମର ଏକ ପ୍ରତିହିଂସାର ଦାବାଗ୍ନି, ଯାହାକି ପ୍ରତ୍ୟେକ ଦେଶରେ ଜାଳିପୋଡ଼ି ଛାରଖାର କରିଦେଉଛି। କେଉଁଠି ଜାତି ପାଇଁ ଅକଥନୀୟ ଅତ୍ୟାଚାର ତ କେଉଁଠି ଧର୍ମ ପାଇଁ ବୋହି ଯାଉଛି ରକ୍ତର ସୁଅ। ନିକଟରେ ବଙ୍ଗଳାଦେଶରେ ଘଟିଯାଇଛି ହିନ୍ଦୁଙ୍କ ପ୍ରତି ଅକଥନୀୟ ଅତ୍ୟାଚାର, ଯାହାକି ହିନ୍ଦୁମାନଙ୍କ ହୃଦୟରେ ସୃଷ୍ଟି ହୋଇଛି ଶକ୍ତ ଆଘାତ। କୋରାପୁଟ ଜିଲ୍ଲାର ସଦର ମହକୁମାରେ ତେଜି ଉଠିଲେ ହିନ୍ଦୁ ସମାଜ। ହିନ୍ଦୁ ସନ୍ଥଙ୍କ ତେଜିଆନ ରକ୍ତ ଘଣ କୋଣରେ ରଖିବାକୁ ଦେଇପାରିଲା ନାହିଁ। ଜାଗୃତ ଅବସ୍ଥା ସୃଷ୍ଟି ହୋଇଥିଲା ହିନ୍ଦୁଙ୍କ ହୃଦୟରେ କୁହୁଳୁଥିବା ଦେଶପ୍ରେମ। ହିନ୍ଦୁ ସନ୍ଥ ଏବଂ ହିନ୍ଦୁ ସମାଜର ଜାଗରଣରେ ଗରଜି ଉଠିଲା କୋରାପୁଟ ସହର। ବଙ୍ଗଳାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅକଥନୀୟ ଅତ୍ୟାଚାରର ପ୍ରତିବାଦରେ କୋରାପୁଟ ମାଟି ଆଜି ଧର୍ମର ଡାକର ଦେବା ପାଇଁ ହଜାର ହଜାର ହିନ୍ଦୁ ସନ୍ଥ ଏବଂ ହିନ୍ଦୁ ସମାଜ ବିଶାଳ ପ୍ରତିବାଦ କରିଥିଲେ। ଭାରତବର୍ଷର ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କ ସମେତ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି। ହିନ୍ଦୁମାନଙ୍କ ଉପରେ ବଙ୍ଗଳାଦେଶରେ ହୋଇଥିବା ଅତ୍ୟାଚାର ପ୍ରତିବାଦ ଜଣାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ପ୍ରେରଣ କରାଯାଇଛି। ଜନସମାଗମର ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା କୋରାପୁଟ ଜିଲ୍ଲା ସଦର ମହକୁମାରେ। ଜିଲ୍ଲା ଆର୍ଟିଓ ଅଫିସ ସମ୍ମୁଖରୁ ଏକ ବିଶାଳକାୟ ରାଲିରେ ସହର ପରିକ୍ରମା କରି କୋରାପୁଟ ଜିଲ୍ଲାପାଳ ଅଫିସ ସମ୍ମୁଖକୁ ଯାଇଥିଲେ। ପ୍ରତିବାଦର ପଥ ସଞ୍ଚାଳନ କରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବା ସମୟରେ ପ୍ରତ୍ୟେକ ମଣିଷ ପାଖରେ ଦେଖାଯାଉଥିଲା ଦେଶପ୍ରେମ ଆଉ ଜାତିପ୍ରେମର ଝଲକ। ପ୍ରତିବାଦ ପରାୟଣରେ ବଶବର୍ତ୍ତୀ ହୋଇ 10,000ରୁ ଉର୍ଦ୍ଧ୍ୱ ହିନ୍ଦୁ ଏବଂ 5,000ରୁ ଉର୍ଦ୍ଧ୍ୱ ସନ୍ତୋଷ ସାମିଲ ହୋଇଥିଲେ। ହିନ୍ଦୁ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିବାଦ ପଦଯାତ୍ରାରେ କୋରାପୁଟ ସହରରେ ଚହଳ ସୃଷ୍ଟି ହୋଇଯାଇଥିଲା। ହିନ୍ଦୁତ୍ୱର ବିଭିନ୍ନ ନାରା ଦେଇ ସହରର ଛାତି ଉପରେ ସୃଷ୍ଟି ହୋଇଥିଲା ହିନ୍ଦୁତ୍ୱର କମ୍ପନ। କିଛି କ୍ଷଣ ହେଲେ ମଧ୍ୟ କୋରାପୁଟ ସହରରେ ଖେଳି ଯାଇଥିଲା ହିନ୍ଦୁ ଧର୍ମର ଏକ ଜୁଆର। BUର ରିପୋର୍ଟ, AB ନ୍ୟୁଜ୍।